Hello friends, welcome back to our YouTube channel JS Education. ಈ ವಿಡಿಯೋରେ ଆମେ ଆଲୋଚନା କରିବା +3 4th semester exam 2025 ର ଆପଣମାନଙ୍କର ହିଷ୍ଟ୍ରି ଅନର୍ସର କୋର୍ ପେପର 9 ର ସିଲେକ୍ଟେଡ୍ ଲଙ୍ଗ କ୍ୱେଶ୍ଚିନ୍ର ଉତ୍ତର ଏବେ ଆମେ ଆଲୋଚନା କରିବା ସରଳ ହାତ ନୋଟ୍ସରୁ। ତ ଏହି ପ୍ରଶ୍ନ ଆସିବାର ବହୁତ ସମ୍ଭାବନା ରହିଛି, ତେଣୁକରି ଆପଣମାନେ ଭିଡ଼ିଓଟି ପୁଣି ଯାଇ ସ୍କିପ୍ ନ କରି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତ ଡେରି ନ କରି ଚାଲନ୍ତୁ ଆଜିର ଭିଡ଼ିଓ ଷ୍ଟାର୍ଟ କରିବା। ପ୍ରଶ୍ନ ରହିଛି ମୋଗଲ ଚିତ୍ରକଳା ବିଷୟରେ ଆଲୋଚନା କର। ମୋଗଲ ଚିତ୍ରକଳା ବିଷୟରେ ଆଲୋଚନା କର, ଯାହାକି ସିଲେକ୍ଟେଡ୍ ଲଙ୍ଗ କ୍ୱେଶ୍ଚିନ୍ ଅଟେ। ତ ପ୍ରଥମେ ଆପଣମାନେ ଲେଖିବେ ଇଣ୍ଟ୍ରୋଡକ୍ସନ୍ ବା ଉପକ୍ରମ। ଇଣ୍ଟ୍ରୋଡକ୍ସନ୍ ଲେଖିବେ ଭାରତରେ ମୋଗଲମାନଙ୍କ ଶାସନ କାଳରେ ଚିତ୍ରକଳା ଉନ୍ନତିର ଚରମ ସୀମାରେ ପହଞ୍ଚି ପାରିଥିଲା। ଉନ୍ନତିର ଶୀର୍ଷ ସୀମାରେ ସେ ପହଞ୍ଚି ପାରିଥିଲା। ସେମାନେ କେବଳ କଳା ଓ ସ୍ଥାପତ୍ୟକୁ ଗୁରୁତ୍ୱ ଦେଉଥିଲେ ତାହା ନୁହେଁ, ସେମାନେ ଚିତ୍ରକଳାକୁ ମଧ୍ୟ ସେହି ପରିମାଣରେ କଳା ଏବଂ ସ୍ଥାପତ୍ୟ ପରିମାଣରେ ଗୁରୁତ୍ୱ ଦେଉଥିଲେ। ଜାହାଙ୍ଗୀରଙ୍କ ଶାସନ କାଳକୁ ମୋଗଲ ଚିତ୍ରକଳାର ସୁବର୍ଣ୍ଣ ଯୁଗ ବୋଲି କୁହାଯାଏ। ଏହା ଆପଣମାନେ ମନେ ରଖିବେ, କାରଣ ଏହା ଏକ ବିଶିଷ୍ଟ ପ୍ରଶ୍ନ ମଧ୍ୟ ହୋଇପାରିବ। କାହାର ଶାସନ କାଳକୁ ମୋଗଲ ଚିତ୍ରକଳାର ସୁବର୍ଣ୍ଣ ଯୁଗ ବୋଲି କୁହାଯାଏ? ଉତ୍ତର ହେବ କ'ଣ ନା ଜାହାଙ୍ଗୀରଙ୍କ ଶାସନ କାଳକୁ। ବିଭିନ୍ନ ଚିତ୍ରକରମାନଙ୍କୁ ରାଜ ଦରବାରରେ ସେମାନେ ସମ୍ମାନିତ କରୁଥିଲେ ଏବଂ ସେମାନେ ପ୍ରାକୃତିକ ଦୃଶ୍ୟ ଏବଂ ପଶୁପକ୍ଷୀ ଇତ୍ୟାଦିର କ୍ଷୁଦ୍ର ଚିତ୍ରମାନ ଅବିକଳ ଭାବରେ ଚିତ୍ରକରମାନେ ଅଙ୍କନ କରିପାରୁଥିଲେ। ତ ସେହି ସମୟରେ ମୋଗଲମାନଙ୍କ ଶାସନକାଳ ସମୟରେ ତାଙ୍କର ରାଜଦରବାରରେ ଯେଉଁ ଚିତ୍ରକରମାନେ ଥିଲେ ସେମାନେ ପ୍ରକୃତିର ଦୃଶ୍ୟ ଏବଂ ପଶୁପକ୍ଷୀମାନଙ୍କର ଅବିକଳ ଚିତ୍ରକୁ ସେମାନେ ଅଙ୍କନ କରିପାରୁଥିଲେ। ଏମାନଙ୍କୁ ସମ୍ରାଟ ବିଭିନ୍ନ ଉପାଧିରେ ମଧ୍ୟ ଭୂଷିତ କରୁଥିଲେ। ସେମାନଙ୍କ କାର୍ଯ୍ୟ ପାଇଁ ସମ୍ରାଟ ସେମାନଙ୍କୁ ବିଭିନ୍ନ ଉପାଧିରେ ଭୂଷିତ ମଧ୍ୟ କରୁଥିଲେ। ତ ଏବେ ଆମେ ଦେଖିବା ମୋଗଲ ଚିତ୍ରକଳାର ବୈଶିଷ୍ଟ୍ୟ। ମୋଗଲ ଚିତ୍ରକଳାର ବୈଶିଷ୍ଟ୍ୟ କ'ଣ ଥିଲା? ମୋଗଲ ଚିତ୍ରକରମାନେ କ୍ଷୁଦ୍ର କ୍ଷୁଦ୍ର ଚିତ୍ରଗୁଡ଼ିକ ଅଙ୍କନ କରୁଥିଲେ, ତେଣୁକରି ଏହାକୁ କ୍ଷୁଦ୍ର ଚିତ୍ରକଳା ବୋଲି ମଧ୍ୟ କୁହାଯାଇଥାଏ। ଏହା ଥିଲା ତାଙ୍କର ପ୍ରଥମ ବୈଶିଷ୍ଟ୍ୟ। ଦ୍ୱିତୀୟ ବୈଶିଷ୍ଟ୍ୟ ହେଉଛି, ଦେଖନ୍ତୁ, ମୋଗଲ ଚିତ୍ରକଳା ଗୁଡ଼ିକ ବିଭିନ୍ନ ବିଷୟ ଉପରେ ଆଧାରିତ ଥିଲା, ଯଥା ବାସ୍ତବ ଜୀବନ, ମାନବର ଭାବନା, ପ୍ରାକୃତିକ ଦୃଶ୍ୟ, ଶିକାର ଯାତ୍ରା, ବିଭିନ୍ନ ପଶୁପକ୍ଷୀ ଇତ୍ୟାଦି। ଏଗୁଡ଼ିକ ସେମାନେ ତାଙ୍କ ଚିତ୍ରକଳାରେ ସ୍ଥାନ ଦେଇଥିଲେ। ତାପରେ ତୃତୀୟ ବୈଶିଷ୍ଟ୍ୟ ହେଉଛି ମୋଗଲ ଚିତ୍ରକଳାରେ ପ୍ରକୃତିର ଚିତ୍ର ରହିଥାଏ, ଯଥା ବୃକ୍ଷଲତା, ପାହାଡ଼ ପର୍ବତ ଇତ୍ୟାଦି। ବୃକ୍ଷଲତା, ପାହାଡ଼ ପର୍ବତ ଏଗୁଡ଼ିକ ସେମାନେ ତାଙ୍କର ଚିତ୍ରକଳାରେ ସ୍ଥାନ ଦେଇଥିଲେ। ତାପରେ ଚତୁର୍ଥ ବୈଶିଷ୍ଟ୍ୟ ହେଉଛି ମୋଗଲ ଚିତ୍ରକଳା ଗୁଡ଼ିକ ରାଜା, ରାଣୀ, ସମ୍ଭ୍ରାନ୍ତ ଆଦିଙ୍କ ସନ୍ତୁଷ୍ଟ ଏବଂ ଆମୋଦପ୍ରମୋଦ ପାଇଁ ମଧ୍ୟ ଉଦ୍ଦିଷ୍ଟ ରହିଥିଲା। ତାପରେ ପଞ୍ଚମ ବୈଶିଷ୍ଟ୍ୟ ହେଉଛି, ଦେଖନ୍ତୁ, ମୋଗଲ ଚିତ୍ରକଳାରେ ଅତ୍ୟନ୍ତ ଗାଢ଼ ନାଲି, ନୀଳ ଓ ସୁନେଲି ରଙ୍ଗ ଦିଆଯାଉଥିଲା। ସେମାନେ ଯେଉଁ ଚିତ୍ରଗୁଡ଼ିକ ଅଙ୍କନ କରୁଥିଲେ ସେଥିରେ ସେମାନେ କେଉଁ କେଉଁ ରଙ୍ଗ ଦେଉଥିଲେ ନା ଗାଢ଼ ନାଲି, ନୀଳ ଏବଂ ସୁନେଲି ଏହି ରଙ୍ଗ ଅଧିକ ପରିମାଣରେ ସେମାନେ ବ୍ୟବହାର କରୁଥିଲେ। ତାହା ଥିଲା ମୋଗଲମାନଙ୍କର ତାଙ୍କର ଚିତ୍ରକଳାର 5ଟି ବୈଶିଷ୍ଟ୍ୟ। ଏବେ ଆମେ ଦେଖିବା ମୋଗଲମାନଙ୍କର ଶାସନ ସମୟରେ ବିଭିନ୍ନ ଶାସକମାନଙ୍କ ସମୟର ଚିତ୍ରକଳା ବିଷୟରେ ଏବେ ଆମେ ଆଲୋଚନା କରିବା। ତ ପ୍ରଥମେ ଆଲୋଚନା କରିବା ବାବରଙ୍କ ଶାସନ ସମୟରେ ଚିତ୍ରକଳା। ବାବରଙ୍କ ସମୟରେ ଚିତ୍ରକଳା। ବାବର ଚିତ୍ରକଳା ପ୍ରିୟ ଥିଲେ। ସେ ଭାରତକୁ ଆସିଲା ସମୟରେ ବହୁ ଚିତ୍ରକଳା ଗୁଡ଼ିକ ଫରଗଣାରୁ ନେଇ ଆସିଥିଲେ। ତାଙ୍କର ଚିତ୍ରକଳା ଗୁଡ଼ିକ ହେଲା ବିଭିନ୍ନ ପ୍ରକାରର ଫୁଲ, ବିଭିନ୍ନ ପ୍ରକାରର ବୃକ୍ଷଲତା, ପ୍ରବାହିତ ନଦୀ ଇତ୍ୟାଦି। ପ୍ରବାହିତ ଝରଣା, ନଦୀ, ତାଙ୍କର ବୃକ୍ଷଲତା, ଫୁଲ ଏଗୁଡ଼ିକ ରହିଥିଲା ତାଙ୍କର ଚିତ୍ରକଳା ଗୁଡ଼ିକ, ଯାହାକି ସେ ଭାରତକୁ ଆସିଲା ବେଳେ ଏହି ଚିତ୍ରକଳା ଗୁଡ଼ିକ ପରଗଣାରୁ ସେ ନେଇକି ଆସିଥିଲେ। ତାପରେ ଦ୍ୱିତୀୟରେ ଆମେ ଦେଖିବା ହୁମାୟୁନଙ୍କ ସମୟର ଚିତ୍ରକଳା। ହୁମାୟୁନଙ୍କ ସମୟର ଚିତ୍ରକଳା। ହୁମାୟୁନ ମଧ୍ୟ ଜଣେ ଚିତ୍ରକଳା ପ୍ରିୟ ଥିଲେ। ସେ ଭାରତରୁ ନିର୍ବାସିତ ହୋଇ ପାର୍ସିଆ ଯେତେବେଳେ ଯାଇଥିଲେ ସେତେବେଳେ ସେ ପାର୍ସିଆର 2 ଜଣ ଚିତ୍ରକରଙ୍କ ସଂସ୍ପର୍ଶରେ ଆସିଥିଲେ। ସେମାନେ ହେଲେ ମୀର ସନ ଅଲି ଏବଂ ଖ୍ୱାଜା ଅବ୍ଦୁସ ସମାଦ। ଏହି 2 ଜଣଙ୍କ ସଂସ୍ପର୍ଶରେ କିଏ ଆସିଥିଲେ ନା ହୁମାୟୁନ, ଯେତେବେଳେ କି ସେ ଭାରତରୁ ନିର୍ବାସିତ ହୋଇ ପାର୍ସିଆ ଯାଇଥିଲେ। ସେମାନେ ସେହି ସୟଦ ଅଲି ଏବଂ ଖ୍ୱାଜା ଅବ୍ଦୁସ ସମାଜଙ୍କ ସଂସ୍ପର୍ଶରେ ହୁମାୟୁନ ଆସିଥିଲେ। ସେ ଏହି 2 ଜଣ ଚିତ୍ରକରଙ୍କୁ ଭାରତ ଆସିଲା ବେଳେ ଆଣିଥିଲେ। ଯେତେବେଳେ ସେ ଭାରତକୁ ଫେରିଥିଲେ ତାଙ୍କ ସାଥିରେ ସେ ଏହି 2 ଜଣଙ୍କୁ ଆଣିଥିଲେ। ତାଙ୍କ ଦ୍ୱାରା ହୋଇଥିବା 2ଟି ପ୍ରସିଦ୍ଧ ଚିତ୍ରକଳାର ନାମ ହେଲା ତିମୁର ରାଜକୁମାରୀ ଓ ଦସ୍ତାନ ଏ ଅମୀର ହମ୍ନା।
ଏହା ଥିଲା ତାଙ୍କର ଦୁଇଟି ପ୍ରସିଦ୍ଧ ଚିତ୍ରକଳାର ନାମ। ଏହା ଆପଣମାନେ ମନେ ରଖିବେ। ତାପରେ ପରବର୍ତ୍ତୀ ଶାସକ ହେଉଛନ୍ତି ଆକବର। ଆକବରଙ୍କ ସମୟର ଚିତ୍ରକଳା ବିଷୟରେ ଏବେ ଆମେ ଦେଖିବା। ଆକବର ମଧ୍ୟ ଚିତ୍ରକଳାକୁ ଭଲ ପାଉଥିଲେ। ସେ ଉଭୟ ହିନ୍ଦୁ ଓ ମୁସଲମାନ ଚିତ୍ରକରମାନଙ୍କୁ ପୃଷ୍ଠପୋଷକତା ପ୍ରଦାନ କରୁଥିଲେ। ଉଭୟଙ୍କୁ ସେ ସମାନ ଭାବରେ ଗୁରୁତ୍ୱ ଦେଉଥିଲେ। ତାଙ୍କର ଦରବାରରେ ଥିବା ମୁସଲିମ ଚିତ୍ରକରମାନଙ୍କର ନାମ ହେଲା ମୀର ସୟଦ ଅଲ୍ଲୀ, ଅବ୍ଦୁସ ସମାଦ, ଫାରୁକ ବେଗ, ମିସ୍କେନ ଜମସେଦ ଇତ୍ୟାଦି। ଏମାନେ ସବୁ ହେଉଛନ୍ତି ତାଙ୍କର ମୁସଲିମ ଚିତ୍ରକର। ତାପରେ ସେହିପରି ହିନ୍ଦୁ ଚିତ୍ରକର ମାନଙ୍କର ନାମ ହେଲା ମୁକୁନ୍ଦ, ମାଧବ, ଦଶବନ୍ତ, ତାରଚାନ୍ଦ, ଲାଲ ଇତ୍ୟାଦି। ଏମାନେ ସବୁ ହେଉଛନ୍ତି ତାଙ୍କର ରାଜଦରବାରରେ ଥିବା ହିନ୍ଦୁ ଚିତ୍ରକରମାନେ। ଆକବରଙ୍କ ସମୟର ଚିତ୍ରକଳାର ନାମ ହେଲା ଚେନିନାମା, ରାଜନନାମା, ହମଜାଫରନାମା ଏବଂ ଆକବରନାମା ଇତ୍ୟାଦି। ଫତେପୁର ସିକ୍ରିର କାନ୍ଥରେ ଯେଉଁ ଚିତ୍ର ହୋଇଥିଲା ସେଥିମଧ୍ୟରୁ ପ୍ରସିଦ୍ଧ ଚିତ୍ର ହେଲା ଗୁଲିସ୍ତାନ। ଗୁଲିସ୍ତାନ ଥିଲା ତାଙ୍କର ଫତେପୁର ସିକ୍ରିର କାନ୍ଥରେ ଚିତ୍ରିତ ହୋଇଥିବା ପ୍ରସିଦ୍ଧ ଚିତ୍ର। ତାପରେ ଏବେ ଆମେ ଦେଖିବା ଜାହାଙ୍ଗୀରଙ୍କ ସମୟର ଚିତ୍ରକଳା। ଜାହାଙ୍ଗୀରଙ୍କ ସମୟର ଚିତ୍ରକଳା। ଜାହାଙ୍ଗୀରଙ୍କ ଶାସନ କାଳକୁ ଚିତ୍ରକଳାର ସୁବର୍ଣ୍ଣ ଯୁଗ ବୋଲି କୁହାଯାଇଥାଏ, ଯାହାକି ଆମେ ପୂର୍ବରୁ ମଧ୍ୟ ଆଲୋଚନା କରିଛନ୍ତି। ଆପଣମାନେ ମନେ ରଖିବେ, ସେ ସ୍ଥାପତ୍ୟ ଅପେକ୍ଷା ଚିତ୍ରକଳାକୁ ଅଧିକ ପରିମାଣରେ ଗୁରୁତ୍ୱ ଦେଉଥିଲେ। ଚିତ୍ରକଳା ପ୍ରତି ତାଙ୍କର ଭଲ ପାଇବା ରହିଥିଲା, ତେଣୁକରି ସେ ସ୍ଥାପତ୍ୟ ଅପେକ୍ଷା ଚିତ୍ରକଳାକୁ ଅଧିକ ଗୁରୁତ୍ୱ ଦେଉଥିଲେ। ଜାହାଙ୍ଗୀର ମଧ୍ୟ ଜଣେ ଚିତ୍ରଶିଳ୍ପୀ ଥିଲେ। ଏହି ବିଷୟରେ ଆମେ ତାଙ୍କର ଆତ୍ମଚରିତ ଜାହାଙ୍ଗୀର ନାମରେ ଜାଣିବାକୁ ପାଇଥାଉ, ଯାହାକି ଏ ବିଷୟରେ ଆମେ କେଉଁଥିରୁ ଜାଣିବାକୁ ପାଇଥାଉ ନା ତାଙ୍କର ରଚିତ ଆତ୍ମଚରିତ ଜାହାଙ୍ଗୀର ନାମରୁ ଜାଣିବାକୁ ପାଇଥାଉ। ତାଙ୍କ ସମୟରେ ପଶୁ, ପକ୍ଷୀ, ବୃକ୍ଷଲତା, ଫୁଲ, ଫଳ ଇତ୍ୟାଦିର ଚିତ୍ର ଅତ୍ୟନ୍ତ ମନମୁଗ୍ଧକର ରହିଥିଲା। ତାଙ୍କ ସମୟର ଚିତ୍ରକରମାନେ ହେଲେ ସମରକାନ୍ତ, ମହମ୍ମଦ ନାଦିର, ମହମ୍ମଦ ମୁରାଦ, ଆବୁଲ ହାସନ ଇତ୍ୟାଦି। ଏମାନେ ସବୁ ତାଙ୍କର ଚିତ୍ରକର ରହିଥିଲେ। ସେ ତାଙ୍କର ଚିତ୍ରକର ଅତ୍ୟନ୍ତ ମନମୁଗ୍ଧକର ରହିଥିଲା। ସେ ପଶୁ, ପକ୍ଷୀ, ବୃକ୍ଷଲତା, ଫୁଲ, ଫଳ ଇତ୍ୟାଦି ଚିତ୍ରମାନ ସେମାନେ ଅଙ୍କନ କରିଥିଲେ ଏବଂ ଏଗୁଡ଼ିକ ଅତ୍ୟନ୍ତ ଚିତ୍ତାକର୍ଷକ ରହିଥିଲା, ଦେଖିବାକୁ ଭଲ ରହିଥିଲା। ଜାହାଙ୍ଗୀର ଆଗ୍ରାଠାରେ ଏକ ଚିତ୍ରକଳା କାରଖାନା କରିଥିଲେ। ସେ ସମୟରେ ଚିତ୍ରକଳା କାରଖାନାରେ କାର୍ଯ୍ୟ କରୁଥିବା ଚିତ୍ରକରମାନଙ୍କୁ ବେତନ ମଧ୍ୟ ଦିଆଯାଉଥିଲା, ଅର୍ଥାତ୍ ସେ ଚିତ୍ରକରମାନଙ୍କୁ ସେ ସମୟରେ ଦରମା ମଧ୍ୟ ଦେଉଥିଲେ। ଜାହାଙ୍ଗୀରଙ୍କ ସମୟରେ ତୁଳି ବ୍ୟବହାର କରି ଅତି ସୂକ୍ଷ୍ମ ଚିତ୍ରକଳା ଗୁଡ଼ିକ ତିଆରି କରାଯାଉଥିଲା। ଉସ୍ତାଦ ମନସୁର ଉଡ଼ନ୍ତା ପକ୍ଷୀର ପ୍ରତିଛବି ଆଙ୍କି ସମସ୍ତଙ୍କୁ ମନମୁଗ୍ଧକର କରିପାରିଥିଲେ। କିଏ ନା ଉସ୍ତାଦ ମନସୁର। ସେ ଉଡ଼ନ୍ତା ପକ୍ଷୀର ପ୍ରତିଛବିକୁ ଅଙ୍କନ କରି ସମସ୍ତଙ୍କର ମନମୁଗ୍ଧକର କରିପାରିଥିଲେ, ଯାହାଫଳରେ କି ଜାହାଙ୍ଗୀରଙ୍କ ଶାସନ ସମୟରେ ଚିତ୍ରକଳା ଉନ୍ନତିର ଚରମ ସୀମାରେ ପହଞ୍ଚିଥିଲା। କାରଣ ସେ ଜାହାଙ୍ଗୀର ଚିତ୍ରକରମାନଙ୍କୁ ସେତିକି ସମ୍ମାନ ପ୍ରଦାନ କରୁଥିଲେ ଏବଂ ସେମାନଙ୍କୁ ମାସିକ ହିସାବରେ ସେ ବେତନ ବା ଦରମା ମଧ୍ୟ ପ୍ରଦାନ କରୁଥିଲେ, ଯାହାଫଳରେ କି ଚିତ୍ରକରମାନେ ମଧ୍ୟ ଅତ୍ୟନ୍ତ ମନମୁଗ୍ଧକର ଚିତ୍ର ଅଙ୍କନ କରିବା ପାଇଁ ଚେଷ୍ଟିତ ମଧ୍ୟ ରହିଥିଲେ। ତାପରେ ଏବେ ଆମେ ଦେଖିବା ଶାହଜାହାନଙ୍କ ସମୟର ଚିତ୍ରକଳା। ଶାହଜାହାନ ଚିତ୍ରକଳା ଅପେକ୍ଷା କଳା ଏବଂ ସ୍ଥାପତ୍ୟକୁ ଅଧିକ ଗୁରୁତ୍ୱ ଦେଉଥିଲେ। ତାଙ୍କ ସମୟରେ ଥିବା ଚିତ୍ରକରମାନଙ୍କର ନାମ ହେଲା ମହମ୍ମଦ କାଦିର, ମୀର ହାସିମ, ଫକିରୁଲ୍ଲାହ, ଚିନ୍ତାମଣି, ଚିତ୍ରା ଇତ୍ୟାଦି। ତାଙ୍କ ସମୟରେ ପ୍ରସିଦ୍ଧ ଲାଭ କରିଥିବା ଦୁଇଟି ଚିତ୍ରକଳାର ନାମ ହେଲା କଣ କଣ ନା ଶାହଜାହାନନାମା ଏବଂ ଅନ୍ୟଟି ହେଲା ସୁଫି ସନ୍ନ୍ୟାସୀମାନଙ୍କର ନୃତ୍ୟକୁ ଶାହଜାହାନ ଦେଖୁଥିବା ଚିତ୍ର। ଏହି ଦୁଇଟି ଚିତ୍ର ଅତ୍ୟନ୍ତ ମନମୁଗ୍ଧକର ରହିଥିଲା। ଶାହଜାହାନଙ୍କର ବିମୁଖତା ଯୋଗୁଁ ତାଙ୍କ ସମୟରୁ ମୋଗଲ ଚିତ୍ରକଳାର ପତନ ଘଟିଥିଲା। ଶାହଜାହାନଙ୍କ ସମୟରୁ ହିଁ ମୋଗଲ ଚିତ୍ରକଳା ଧୀରେ ଧୀରେ ପତନ ଆଡ଼କୁ ଗତି କରିଥିଲା, କାରଣ ସେ ଚିତ୍ରକଳାକୁ ସେତିକି ପରିମାଣରେ ଗୁରୁତ୍ୱ ଦେଉନଥିଲେ, ଯାହାଫଳରେ କି ଧୀରେ ଧୀରେ ଚିତ୍ରକଳାର ପତନ ଘଟିଥିଲା। ସେ ଚିତ୍ରକଳା ଅପେକ୍ଷା କଳା ଏବଂ ସ୍ଥାପତ୍ୟକୁ ଅଧିକ ପରିମାଣରେ ଗୁରୁତ୍ୱ ଦେଉଥିଲେ। ତାପରେ ଏବେ ଆମେ ଦେଖିବା ଔରଙ୍ଗଜେବଙ୍କ ସମୟର ଚିତ୍ରକଳା। ଔରଙ୍ଗଜେବ ସୁନ୍ନି ମୁସଲମାନ ଥିଲେ। ସେ ଚିତ୍ରକଳାକୁ ବିରୋଧ କରିଥିଲେ। ସେ ଚିତ୍ରକଳାର କୌଣସି ଉନ୍ନତି କରିନଥିଲେ। ଚିତ୍ରକଳା କ୍ଷେତ୍ରରେ ସେ କୌଣସି ଉନ୍ନତି କରିନଥିଲେ। ତାଙ୍କ ସମୟରେ ଚିତ୍ରକରମାନଙ୍କୁ ସମ୍ଭ୍ରାନ୍ତ ଓ ହିନ୍ଦୁ ରାଜାମାନେ ପୃଷ୍ଠପୋଷକତା କରୁଥିଲେ।
ସେ ବିଜାପୁରରେ ଥିବା ସୁରମହଲ ପ୍ରାଚୀରର ଚିତ୍ର ଓ ସିକନ୍ଦରରେ ଥିବା ଆକବରଙ୍କ ମକବରା ପ୍ରାଚୀରର ଚିତ୍ରକୁ ଚୂନ ପଲସ୍ତରା କରାଇ ମଧ୍ୟ ନଷ୍ଟ କରିଦେଇଥିଲେ। ତାହାକୁ ସେ ପ୍ଲାଷ୍ଟର କରି ମଧ୍ୟ ନଷ୍ଟ କରିଦେଇଥିଲେ। କହିବାକୁ ଗଲେ ଔରଙ୍ଗଜେବ ଚିତ୍ରକଳାକୁ ବିରୋଧ କରୁଥିଲେ ଏବଂ ତାଙ୍କର ପସନ୍ଦ ଏଥିପ୍ରତି ନଥିଲା। ତାଙ୍କ ସମୟରେ ଯେଉଁ ଚିତ୍ରକରମାନେ ରହିଥିଲେ ସେହି ଚିତ୍ରକରମାନଙ୍କୁ ସମାଜରେ ରହିଥିବା ସମ୍ଭ୍ରାନ୍ତ ଶ୍ରେଣୀର ଲୋକମାନେ ଏବଂ ରାଜାମାନେ ପୃଷ୍ଠପୋଷକତା କରୁଥିଲେ। ସେମାନେ କିଛି ପରିମାଣରେ ଅର୍ଥ ପ୍ରଦାନ କରୁଥିଲେ, କିନ୍ତୁ ଔରଙ୍ଗଜେବ ଏସବୁ କିଛି କରୁନଥିଲେ। ତାପରେ ଧୀରେ ଧୀରେ ଯାହାଫଳରେ କି ମୋଗଲ ଚିତ୍ରକଳା ପତନ ଆଡ଼କୁ ଗତି କରିଥିଲା। ଶାହାଜାହାନଙ୍କ ସମୟରୁ ହିଁ ଏହି ମୋଗଲ କଳା ଧୀରେ ଧୀରେ ପତନ ଆଡ଼କୁ ଗତି କରିଥିଲା। ତାପରେ ଶେଷରେ ହେଉଛି କନକ୍ଲୁଜନ ବା ଉପସଂହାର। ଉପସଂହାର ହେଉଛି ଉପରୋକ୍ତ ଆଲୋଚନାରୁ ଆମେ ଏହା ଜାଣିଲେ ଯେ ମୋଗଲମାନେ ଚିତ୍ରକଳାର ପୃଷ୍ଠପୋଷକତା କରିଥିଲେ। ଚିତ୍ରକଳାର ଉନ୍ନତି ବିଭିନ୍ନ ବାଦଶାହଙ୍କ ସମୟରେ ଭିନ୍ନ ଭିନ୍ନ ରହିଥିଲା। ଜାହାଙ୍ଗୀରଙ୍କ ସମୟରେ ଚିତ୍ରକଳା ଉନ୍ନତିର ଚରମସୀମାରେ ପହଞ୍ଚି ପାରିଥିଲା। ଶାହାଜାହାନଙ୍କ ସମୟରେ ଚିତ୍ରକଳା ନିଜର ଗୁରୁତ୍ୱକୁ ହରାଇଥିଲା ଏବଂ ଔରଙ୍ଗଜେବଙ୍କ ସମୟରେ ତାଙ୍କର ଘୃଣା ଯୋଗୁଁ ଚିତ୍ରକଳାର ପତନ ଘଟିଥିଲା। ଔରଙ୍ଗଜେବ ଯେହେତୁ ଚିତ୍ରକଳାକୁ ଘୃଣା କରିଥିଲେ, ତେଣୁକରି ଚିତ୍ରକଳା ଆଉ ଉନ୍ନତି କରିପାରିଲା ନାହିଁ, ବରଂ ପତନ ହୋଇଥିଲା। ଶାହାଜାହାନଙ୍କ ସମୟରୁ ଏହି ପତନ ଆରମ୍ଭ ହୋଇ ଔରଙ୍ଗଜେବଙ୍କ ସମୟରେ ଏହା ଅନ୍ତ ଘଟିଥିଲା। ତ ଏହା ଥିଲା ମୋଗଲମାନଙ୍କର ଚିତ୍ରକଳା, ଯାହାକି ଆମେ ସରଳ ହାତକରଣରୁ ଆଲୋଚନା କଲେ। ଏହା ହେଉଛି ଆପଣମାନଙ୍କର ସିଲେକ୍ଟେଡ ଲଙ୍ଗ କ୍ୱେଶ୍ଚନ୍ ଅଟେ 4th ସେମିଷ୍ଟର ପାଇଁ। ତେଣୁକରି ଆପଣମାନେ ଏହାକୁ ଭଲ ଭାବରେ ପଢ଼ିବେ। ଯଦି ଆପଣମାନେ ୟାର ପିଡ଼ିଏଫ୍ ପାଉଛନ୍ତି ଆମର ଟେଲିଗ୍ରାମ ଚ୍ୟାନେଲ ଜଏନ୍ ଯାଆନ୍ତୁ। ଟେଲିଗ୍ରାମ ଚ୍ୟାନେଲ ଲିଙ୍କ ଆପଣମାନଙ୍କୁ ଡେସ୍କ୍ରିପସନ୍ ବକ୍ସରେ ଦିଆଯାଇଛି। ଆପଣମାନେ ଡେସ୍କ୍ରିପସନ୍ ବକ୍ସରେ ସେ ଲିଙ୍କରେ କ୍ଲିକ୍ କରନ୍ତୁ ଏବଂ ଟେଲିଗ୍ରାମ ଚ୍ୟାନେଲ ଜଏନ୍ ହୋଇ ଏହିସବୁ ପିଡ଼ିଏଫ୍ କ୍ରୟ କରନ୍ତୁ, ଯାହାଫଳରେ କି ପଢ଼ିବାରେ ଆପଣମାନଙ୍କୁ ସାହାଯ୍ୟ ହେବ। ତ ଭିଡ଼ିଓ ଭଲ ଲାଗିଲା ଗୋଟେ ଲାଇକ୍ ଦେବେ ଏବଂ ସାଙ୍ଗସାଥୀମାନଙ୍କ ସହ ଅଧିକରୁ ଅଧିକ ମାତ୍ରାରେ ସେୟାର କରିବେ। ତ ନେକ୍ସଟ ଭିଡ଼ିଓରେ ଆମେ ପ୍ରିଭିୟସ୍ ଇୟର ପ୍ରଶ୍ନପତ୍ର ଗୁଡ଼ିକ ଆଲୋଚନା କରିବା। ତେଣୁକରି ଭିଡ଼ିଓ ନୋଟିଫିକେସନ୍ ପାଇବା ପାଇଁ ଚ୍ୟାନେଲକୁ ପ୍ରଥମେ ରହିଥିଲେ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍ ବେଲ୍କୁ ଅନ୍ କରିଥାନ୍ତୁ। ତ ଦେଖା ହେବା ଆଉ ଏକ ନୂତନ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ଜୟ ଜଗନ୍ନାଥ।